ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ଦୁର୍ବଳ ନଦୀବନ୍ଧ ଯୋଗୁଁ ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଗତସିଂହପୁର ଜିଲ୍ଲା ନାଉଗାଁ, ବିରିଡ଼ି, ବିଲୁଆଖାଇ, ମହାନଦୀ, ଦେବୀ ଏବଂ ପାଇକା ନଦୀ କୂଳିଆ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜିଲ୍ଲାରେ ପ୍ରବାହିତ ଦେବୀ, ମହାନଦୀ ଏବଂ ପାଇକା ନଦୀରୁ ବାଲି ମାଫିଆମାନେ ବେଧଡ଼କ ଭାବେ ବେଆଇନ ବାଲି ଉଠାଇ ନେଉଛନ୍ତି। ଫଳରେ ନଦୀ ବନ୍ଧର ଅବସ୍ଥା ଦୁର୍ବଳ ଥିବା ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି। ବନ୍ୟା ଆସିଲେ ବିରିଡ଼ି ବ୍ଲକ ବିଲୁଆଖାଇ ଉତ୍ତର ଶାସନଠାରେ ବନ୍ୟା ଜଳ ଗାଁ ମୁହାଁ ହୋଇଥାଏ। ସେହିପରି ତ୍ରିତୋଲ ବ୍ଲକ ଧୋଇଆ ଅଞ୍ଚଳରେ ବନ୍ୟା ପାଣି କୋଲର, ସାମନ୍ତରାପୁର, ଉକୁସାହି, ହଂସୁରା, ହରିପୁର, ତାରତୋଲ, କୃଷ୍ଣାନନ୍ଦପୁର ସହିତ କେତେକ ଅଞ୍ଚଳ ଜଳମଗ୍ନ ହୋଇଥାଏ। ବର୍ତ୍ତମାନ ଯଦି ବନ୍ୟା ଜଳ ଆସେ ତେବେ ତଳିଆ ଅଞ୍ଚଳରେ ଶୀଘ୍ର ପଶିବା ଆଶଙ୍କା ଦେଖାଦେଇଛି। ତେଣୁ ଦୁର୍ବଳ ନଦୀବନ୍ଧକୁ ତୁରନ୍ତ ମରାମତି ପାଇଁ ଦାବି ହୋଇଛି। ବାଲି ଗୁଡାକ ଯେମିତି ହଜାର ହଜାର ଟ୍ରିପ ଖୋଳିକି ନେଇଗଲେ, ବାଲି ଖନନ କଲେ ନଦୀ ବନ୍ଧ ଦୁର୍ବଳ ହେଲା। ଦୁର୍ବଳ ହବା ଦ୍ୱାରା ଯେତେବେଳେ ବର୍ତ୍ତମାନ ବନ୍ୟା ଜଳ ଆସିବ, ଜଗତସିଂହପୁର ଜିଲ୍ଲାରେ ଆପଣ ବେଶୀ ଆମକୁ କ୍ଷତିଗ୍ରସ୍ତ କରନ୍ତି ଦେବୀ, ପାଇକା, ମହାନଦୀ। ଆଗରୁ କଣ ହଉଥିଲା ନା ବନ୍ଧଟାକୁ ଖରା ଦିନ ପୂର୍ବରୁ ମରାମତି କରାହଉଥିଲା। ବର୍ତ୍ତମାନ ସେ ମରାମତି କାର୍ଯ୍ୟ ହେଇପାରୁନି, ହବନି, ହେଇନାହିଁ ବି। ସରକାରଙ୍କର ଉଦାସୀନତାକୁ କେହି ଲୋକ ଗ୍ରହଣ କରିବା ପାଇଁ ପଛୁନାହାନ୍ତି। ବର୍ତ୍ତମାନ ଚାଷୀ ମାନେ ହଇରାଣ ହେବେ, ଚାଷୀ କୂଳ ହଇରାଣ ହବ, ସାଧାରଣ ଲୋକ ମଧ୍ୟ ହଇରାଣ ହେବେ। ସବୁ ଜାଗାରେ ବାଲି ଗୁଡାକ ବର୍ତ୍ତମାନ ଲିପ୍ଟ ହେଇଛି, ବାଲି ଗୁଡା ବାହାରିছে ଚାରିଆଡେ ବିଛାଡି ହେଇକରି ଗଦା କରି ରଖିଛନ୍ତି ବାଲି ମାଫିଆ ମାନେ। ବର୍ତ୍ତମାନ ସେଗୁଡା ସବୁ ମୁକୁଳା ହେଇ ପଡିଛି, ପାଣି ଲାଗିଗଲାଣି। ନିଶ୍ଚିନ୍ତ ଭାବରେ ସେଗୁଡାକ ପାଣି ସେ ବନ୍ଧ ଦେଇକରି ଘାଇ ସୃଷ୍ଟି କରିବ। ତଳବର୍ତ୍ତୀ ଅଞ୍ଚଳ ଲୋକମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେଣୁ ଏଇଟାକୁ ଜିଲ୍ଲା ପ୍ରଶାସନିକ ଏପର୍ଯ୍ୟନ୍ତ ବି ସେ ଯୋଉ ମୁକୁଳା ଯୋଉ ବାଟଟା ଅଛି ତାକୁ ବନ୍ଦ କରିପାରୁନାହାନ୍ତି। ଆଗରୁ କଣ ହଉଥିଲା ନା ପାଣି ଆସିଲେ ବନ୍ଧ ବୁଡି ଅଧା ବନ୍ଧ ହେଇଯିବା ହେତୁ ପାଣିଟା କ୍ରସ କରି ଡେଉଁଥିଲା। କିନ୍ତୁ ବର୍ତ୍ତମାନ ଯୋଉ ନଦୀ ବନ୍ଧ ଯୋଉ ବାଲି ଉଠେଇ ଯୋଉ ନଦୀ ବନ୍ଧକୁ ଦୁର୍ବଳ କରିଦେଇଛନ୍ତି, ସେଇ ଜାଗାରେ 3ଟା ଜାଗାରେ ନିଶ୍ଚିତ ଭାବରେ ସେମାନେ ପାଣି ଆସୁ ଆସୁ ନିଶ୍ଚିତ ଭାବରେ ପଶିଯିବ। ନଦୀ ବନ୍ଧ ଏପର୍ଯ୍ୟନ୍ତ ମରାମତି ହେଇପାରିଲା ନାହିଁ।